श्री गणेशाय नमः। नमस्कार बंधुगण, जय जगन्नाथ। एही माघ मासरे माघ महात्म्य पुराण गोटे अध्याय हो पछे निश्चय शुणन्तु। सप्तविंश अध्याय। श्री भगवान वाच कहन्ति पुरुष उत्तम, शुण हे माघ महात्म। माघ स्नान कले नर, अशेष पुण्य हुए तार। कांचन माली परसादे, राक्षस निस्तरिला हादे। समस्ते देखिण हरस, शुभिला साधु साधु घोष। पूर्वे जे थिले पंच नारी, अटंती स्वर्ग पसरी। अग्निका ठारू साप पाई, थिले पिशाची रूप होई। लोमस ऋषि ठारू शुणी, स्नान कले से तरुणी। माघ स्नान जहु कले, सापरु मोक्ष होई गले। उद्धव शुणी कृष्ण कथा, पद्म चरणे देला मथा। बोलई होई कृत्य कृत्य, ए कथा कह जगन्नाथ। से कंच कन्या काहि थिले, केमंते साप से पाइले। केहू तांकर पिता माता, काहार अटंती दुहिता। ए पुणी किस द्रोह कले, अग्निका किंपा साप देले। ए कथा कहिबा गोसाई, शुणिले प्रते जीवी मोहि। उद्धव वाक्ये नारायण, कहन्ति सुदया करिण। तू जहा पुछिलु विस्तारी, कहिबा आदि अंत करी। ए कथा बड़ई हरस, शुणिले खंडीब कल्मष। शुण उद्धव मन भावे, किस चरित हेला पूर्वे। सुख संपद गंधर्वर, एक दुहिता थिला तार। नाम ताहार प्रमोहना, बड़ ही सुंदरी अंगना। रूपे समान नाही ताकू, मोहि पारई ईश्वरंकु। सुशील गंधर्वर झिय, शुद्ध सुवर्ण प्राय देह। ता नाम अटई सुशीला, जगन्मोहिनी से अबला। सुंदरी गंधर्वर सुता, अत्यंत सुंदरी बनिता। संबरा बोली तार नाम, रूपे ताहाकु नाही सम। चंद्रिका नामे ता नंदिनी, शरद चंद्रमा बदनी। ब्रह्मांकु पारई से मोहि, रूपेण सम नाही केहि। प्रमोद गंधर्व सुमारी, रूपे जिणई तिनि पुरी। नाम ता अटई प्रभवा, पार्वती प्राय दिशे शोभा। ए पंच कन्या बड़ प्रीति, निरते संग न छाड़ती। समबयसी पंचबाळी, विशेषे अटंती किन्नरी। ए पंच संगात अटई, संग निमिषे न छाड़ई। चंद्रमा प्राय तांक मुख, नयन बदन विशिख। नीलकुटिल चारु देश, सुगंध पुष्पे होई बेश।
ରୁଚିର ଲଲାଟ ଘଟନ ଲଳିତ କନ୍ଦର୍ପ କମାଣ ତିଳ କୁସୁମ ପ୍ରାୟ ନାସା ଅଣ୍ଡିର ପିକ ବାଣୀ ଭାଷା ଗଜ ମୁକୁତା ପ୍ରାୟ ଦନ୍ତ ଅଧର ବଧୂଲି ସଞ୍ଜାତ କମ୍ଭୁଆକାର କଣ୍ଠ ଦିଶି କର୍ଣ୍ଣ କି କାମ ଦେବ ପାଣି ବେନି ଉରଜ ବଡ଼ ଉଚ୍ଚ କରାକ କୁମ୍ଭ ପ୍ରାୟ ସଞ୍ଚ ପଦ୍ମନାଡ଼ କି ବାହୁ ବେଣୀ ଅଙ୍ଗୁଳ ଚମ୍ପା କଢ଼ି ଜିଣି ଡମ୍ବରୁ ପ୍ରାୟ ମଝା କ୍ଷୀଣ ଉଲଟ କଦଳୀ ଜଘନ ଶିରୀଷ ପୁଷ୍ପ କୋମଳାଙ୍ଗୀ ଉତ୍ତମ ରଙ୍ଗୀ ପ୍ରାୟ ଭଙ୍ଗୀ ଦିବ୍ୟ ବସନ ଅଳଙ୍କାର ଭୂଷଣ ତାହାଙ୍କ ଶରୀର ଏ ଭାବେ ସେ ପଞ୍ଚନାୟିକା ଏକୁଆରେକ ସେ ରାଧିକା ଥାନ୍ତି ସେ ଏକ ପ୍ରାଣ ଜାଣି କ୍ଷଣେ ନ ଛାଡ଼ନ୍ତି ପୁଣି ଦିନେ ବାହାର ହେଲେ ବାଳି ସ୍ନାହାନ ଅର୍ଥେ ଗଲେ ଚଳି ମିଳିଲେ ମାନ ସରୋବରେ ସ୍ନାହାନ କଲେ ଧାତିକାରେ କୋଳେ ସ୍ଥାପିଲେ ଭୈରବୀ ତାହାଙ୍କୁ ଭକ୍ତି ଭାବେ ସେବି ଗନ୍ଧ ଚନ୍ଦନ ପୁଷ୍ପମାନ ଆବର ଯେତେ ବିଧିମାନ ଗାନ୍ଧାର ରାଗେ ଗାଇ ଗୀତ ବିବିଧ ରୂପେ କଲେ ନୃତ୍ୟ ବାଇଲେ ବୀଣା ଯତ୍ନ ତାଳ କଂସାର ଝଞ୍ଜାଳ ମର୍ଦଳ ନାଚନ୍ତି ସାନନ୍ଦ ହୋଇଣ ସ୍ତୁତି କରନ୍ତି ପୁଣ ପୁଣ ବର ମାଗନ୍ତି ଯେ ଇଚ୍ଛା ଯେଣେ ପୁରଇ ମନ ବାଞ୍ଛା ଏମନ୍ତେ ପୂଜନ୍ତି ଗୌରୀ ମିଳିଲେ ଏକ ବ୍ରହ୍ମଚାରୀ ସେ ଦ୍ୱିଜ ତର୍ପଣେ ନିର୍ଯାତ ବେଦ ବିଧିରୁ ଋଷିଙ୍କ ସୁତ ଅଗ୍ନିକା ବୋଲି ତାଙ୍କ ନାମ ରୂପେଣ ପଟାନ୍ତର କାମ ଋଷିର ଶିଖା ଦିବ୍ୟ ଚୁଟି ଚନ୍ଦ୍ରମା ପ୍ରାୟ ମୁଖ ଗୋଟି ଶ୍ରବଣେ ଅଛଇ କୁଣ୍ଡଳ କଣ୍ଠେ ଲମ୍ବଇ କାଷ୍ଠମାଳ ପଇତା ସେ କନ୍ଧମୂଳ ବାମେ ଅଛଇ କମଣ୍ଡଳ ଦକ୍ଷିଣ କରେ ଶୋଭାଦଣ୍ଡ ଇନ୍ଦ୍ରଙ୍କ ହାତେ କି କୋଦଣ୍ଡ ଘାଗୁଡ଼ି ନୀଳ ହେମମୟେ କୋଟି ତଟରେ ଶୋଭା ପାଏ ତୁରଙ୍ଗୀ ଦେହ କର୍ମ ଗୋଟି ପକାଇ ଅଛନ୍ତି ସେ ପିଠି କେତେ କହିବା ତାଙ୍କ ବେଶ ଅଟଇ ବ୍ରହ୍ମାଙ୍କ ସଦୃଶ ଗମନ କଲେ ଧୀରେ ଧୀରେ ଯାଇ ମିଳିଲେ ନଦୀ ତୀରେ ଋଷିଙ୍କି ଦେଖିଣ ଯୁବତୀ ହରସ କଲେ ତାଙ୍କ ମତି ତକ୍ଷଣେ ନୃତ୍ୟ ଗୀତ ତେଜି ଋଷିଙ୍କ ଠାରେ ମନ ମଜି ନୟନେ ଦେଖି ତାଙ୍କ ରୂପ ଅଙ୍ଗେ ରୋପିଲେ ପୁଷ୍ପ ଚାପ ଶବର ସରେ ମୃଗ ଯେହ୍ନେ ଘାତକ ହେଲେ ବାଳି ତେନେ ମଦନ ଉନ୍ମତ୍ତ ହୋଇ ନିରେଖି ଅଛନ୍ତି ଅନାଇ
ବିରହେ ଅସ୍ଥିର ହୋଇଲେ ତ୍ରିନେତ୍ର ପାଦେ ପୂଜା କଲେ। ଆଶ୍ଚର୍ଯ୍ୟ ହୋଇ ଣକାମିନୀ ବୋଲନ୍ତି ଏ ପୁରୁଷ ଧନୀ। କାହୁଁ ଗୋ ଏଥକୁ ଅଇଲା ଆମ୍ଭର ଚିତ୍ତ ହରି ନେଲା। କେବଲେ ଅଟନ୍ତି ମଘବା ଭ୍ରମେ ଆସିଅଛନ୍ତି ଅବା। କେବଲେ ଈଶ୍ୱର ଅଟନ୍ତି ଆମ୍ଭର ଫେରିବ ଦୁର୍ଗତି। କିଅବା ଅଟନ୍ତି ଅନଙ୍ଗ ରତିତ ନାହିଁ ଏହା ସଙ୍ଗ। କେବଲେ ଚନ୍ଦ୍ର ବା ଏହି ଏଡ଼େ ସୁନ୍ଦର ବା କାହିଁ। କେବଲେ ସ୍ୱର୍ଗରୁ ଗନ୍ଧର୍ବ ଏମନ୍ତ ଆନ ଯେ ଦିଶିବ। କେବଲେ ଅଶ୍ୱିନୀ କୁମାର ତେଜିଅଇଲେ ସ୍ୱର୍ଗପୁର। କେବଲେ ଜାଣିବା କେମନ୍ତେ ପୁଛିଲେ ଯିବା ତା ସଙ୍ଗତେ। କେବଲେ ମୁଆ ଗଗମିବି ଏହାର ଘରଣୀ ହୋଇବି। କେବଲେ ଭାଗ୍ୟ ଥିବ ଯାର ତାହାର ହୋଇବ ଏ ବର। ସ୍ତ୍ରୀଙ୍କ ରୂପ ଗୁଣ ଚାହିଁ ତପୀଙ୍କ ତପ ନାଶ ଯାଇ। ସ୍ତ୍ରୀଙ୍କ ନୟନ ଶରୀରେ ଢଳି ପଡ଼ନ୍ତି ସୁରନରେ। ନ ମାନି କୂଳ ଶିଳ ଲାଜ ମଦନେ ହୁଅ ଧୈର୍ଯ୍ୟ। ବ୍ରହ୍ମା ଈଶ୍ୱର ଋଷିକେଶ ସେ ପୁଣି ସ୍ତ୍ରୀ ଭାବେ ହବ। ତେଡ଼େ ଲୋକଙ୍କ ଚିହ୍ନି ହରି ମୋହ କରନ୍ତି ଏହୁ ନାରୀ। ମୁଛାର ସ୍ୱଭାବେ ମନୁଷ୍ୟ ମୁଖିମ୍ପା ନହି ବଇଁ ବସ। ଯେ ଅତି ଦୃଢ଼ ନ ରଖନ୍ତି ଯୁବତୀ ସଙ୍ଗେ ସେ ରମନ୍ତି। ସକଳ ଧର୍ମ ନାଶ ଯାଇ ଅନ୍ତେଣ ନରେ କପଡ଼ଇ। ସେମାନେ ନ ଆସୁ ଏଠାକୁ ଯିବି ମୁଁ ନିଜ ଆଶ୍ରମକୁ। ଏଡ଼େ ବିଚାରି ମୁନିବର ତକ୍ଷଣେ ହୋଇଲେ ଅନ୍ତର। ବିଷ୍ଣୁ ଚରଣେ ଚିତ୍ତ ଦେଇ ଚଳିଲେ ଉଦ୍ବେଗ ହୋଇ। ମିଳିଲେ ନିଜ ଆଶ୍ରମରେ ଶୁଣ ଉଦ୍ଧବ ମନ ସ୍ଥିରେ। ସେ ପାଞ୍ଚ କନ୍ୟା ନଦୀ କୂଳେ ଭାଳନ୍ତି ମଦନ ଆକୁଳେ। ବୋଲନ୍ତି କାହୁଁ ସେ ଅଇଲା ପୁଣି ସେ ଅନ୍ତର୍ଧ୍ୟାନ ହେଲା। ଅତି ସୁନ୍ଦର ତାର କାୟା ଜାଣ ଇନ୍ଦ୍ର ଜାଲ ମାୟା। ହରିଲା ମନ ବୁଦ୍ଧି ପ୍ରାଣ ଏଣେ ଦହୁଛି ପଞ୍ଚବାଣ। କାହିଁ ପାଇବ ତାକୁ ଭେଟ ଦେଇଣ ଗଲା ଏତେ କଷ୍ଟ। ଖରେଣ ଛାଡ଼ନ୍ତି ନିଶ୍ୱାସ ପୁଣି ଚାହାନ୍ତି ଦଶ ଦିଶ। ଡାକନ୍ତି କ୍ରୋଧ ଭର ହୋଇ ଭୋମୁନି ଗଲ ତୁମ୍ଭେ କାହିଁ। ଏନେ ନିର୍ଦ୍ଦୟ ତୁମ୍ଭ ଚିତ କରୁଣା ନ କର କିଞ୍ଚିତ। ଆମ୍ଭେ ତ ନହୁଁ ଅପରାଧୀ ପ୍ରାପତ ହୋଇଥିବୁ ନିଧି। ବିଧାତା ଦେଖାଇ ହରିଲା ସୋପନ ଧନ ପ୍ରାୟ ହେଲା। ଆମ୍ଭର କର୍ମ ବଡ଼ହୀନ ପୂର୍ବରେ କରି ନାହୁଁ ପୁଣ୍ୟ। ତୁମ୍ଭେ ସେ ମହତ ପୁରୁଷ ତୁମ୍ଭଙ୍କୁ ଅଗୋଚର କିସ।
शास्त्र जे पुराण बखाण परर दुख कि न जाण सदया करी देखा दियो पड़ुछि कोपा नले देह तुम्भ दर्शन शांति हेउ विरह पाप हृदय जाऊ यद्यपि न देखिबु तोते बंचिबु नाही कदाचिते जीवन हारिबु अवश्य पाइब स्त्री हत्या दोष एसन बोलिण सुंदरी हृदय बहुत चिंता करी के बोले पाली बेल हुए कली करिवे बाप माए के बोले बेगे जीवा चाल ए कथा मान नहे भल एमंत बोलिण तरुणी गमन कले तत क्षणी अल्प धैर्य धरिण चलिले कष्टे कष्टे पुण गले से जे जाहा भुवने अग्निका कथा अछि मने जननी पचारंती चाही विलंब कल काहे पाई द्वादश घड़ी बेल आसी काहार पुरे थिल बसी प्रभात स्नान करी गल एते उछुर किंपा कल कन्या बोइले माए सुण गलु जे स्नान करिण सखींक संगे संग होई करिलु जल क्रीड़ा तही स्नान करिण आइलु कूले बालुका पूजा कलु माही को पुणी हास्यर से तेणु उछुर हेला से शुणी जननी हेले तुनी एमंत से पांच कामिनी मदन पीड़ा अंगे पाई अग्निका रूप मने ध्याई कामे आसक्त तांको देह क्षण क्षण के जानती मोह शुअंती उठंती बसंती हृदय वेदना नहे सन्ती केशव सन उपेक्षिले किछि ही भोजन करिले चंदन कर्पूर कस्तूरी मणिले विष प्राय करी क्षणे हे सुख नाही मन जेसने पड़ू थाई बन तेजिले रत्नमय पुर मणिले अरण्य आकार खट सुपाती तेजा करी कोमल पत्रे सजा पारी कोमल पत्र सजा करी पहुड़ अछि केउ नारी केही शीतल पय पासे शोइला जल जंत्र भासे केतोटा वृक्ष छाया देखी तही शोइला चंद्रमुखी केही कंदर्प सर डरे महादेवंक सेवा करे पूजई नाना द्रव्य देई विनय होइण कई जे बण पुरुष को डोले देखिलु सरोवर कोले ताहाकु दिय मोते वर भोदेव एही कृपा कर एही प्रकारे पंचबाळी बिरहे हुअन्ति आकुळी
ମନରେ ହୋଇଣ ବିଷାଦ ବଜାନ୍ତି ବୀଣା ନାନା ବାଦ୍ୟ ଲୋଡ଼ନ୍ତି ପାତାଳ ପବନ ବିରସ ସବୁରି ବଦନ ସୁଆସାରୀଙ୍କୁ ନ ପଢ଼ାଇ ମୌନ ବ୍ରତେ ଛନ୍ତି ରହି ଯେ ସନେ ଯୋଗୀ ଜନମାନେ ବିଷ୍ଣୁଙ୍କୁ ଚିନ୍ତୁଥାନ୍ତି ମନେ। ଏହି ପ୍ରକାରେ ପାଞ୍ଚ ନାରୀ ଅଗ୍ନିକ ରୂପ ଚିନ୍ତା କରି ନୟନ ନାସା ଅଗ୍ରେ ଦେଇ ଚିତ୍ତରେ ପୁରୁଷକୁ ଧ୍ୟାଇ ରଜନୀ ହୋଇଲା କଆସି ଅନିଦ୍ରେ ପୁହାଇଲେ ନୀତି ପୁଣି ସେ ପଞ୍ଚ ଯୁବତୀ ପ୍ରଭାତ ଘରୁ ବାହାରନ୍ତି ସ୍ନାନ କରିବାକୁ ଗଲେ ମିଳିଲେ ସେହି ନଦୀ କୂଳେ ସ୍ନାନ କରି ପଞ୍ଚ ନାରୀ ପୁଣି ପୂଜନ୍ତି ଗୌରୀ ଚନ୍ଦନ ଗନ୍ଧ ପୁଷ୍ପ ନେଇ ଆବର ଧୂପ ଦୀପ ଦେଇ ପୂଜନ୍ତି ହୋଇଣ ରସ ବର ମାଗନ୍ତି ସେ ପୁରୁଷ ସେ ଦ୍ୱିଜ କଥା ଭାବୁଥାନ୍ତି ଚତୁର୍ଦିଗକୁ ସେ ଚାହାନ୍ତି ଏସନ ବେଳେ ସେ ବ୍ରାହ୍ମଣ ପ୍ରଭାତ ସଜା ଉପେକ୍ଷୀଣ ପିତାଙ୍କୁ କହିଣଇଲା ନଦୀରେ ପ୍ରବେଶ ହୋଇଲା ତାହାଙ୍କୁ ଦୂରୁ ଦେଖିଣ ବହୁତ ଆନନ୍ଦ ହୋଇଣ ତକ୍ଷଣେ ଧାଇଁଲେ ଯୁବତୀ ଅତି ହରସ କଲେ ମତି ପତଙ୍ଗ ନଳ ଦେଖିଣ ଯେ ସନ ପଡ଼ଇ ଉଡ଼ିଣ ଯେ ସନେ କ୍ଷୁଧା ତୃଷା ପାଇ ଅତି ଆରତ ମୃଗୀ ହୋଇ ଧାମଇ ଜଳ ବିମ୍ବ ଦେଖି ତେସନେ ଧାଇଁଲେ ମୃଗାକ୍ଷୀ ମିଳିଲେ ମୁନିଙ୍କର ପାଶେ ତା ସଙ୍ଗେ ରମିବାର ଆସେ ବୋଲନ୍ତି ମୁନି ମୁଖ ଚାହିଁ ଭୋନାଥ ଆଜ ଯିବୁ କାହିଁ କାଲି ଯେ ଆମ୍ଭଙ୍କୁ ଭଣ୍ଡିଲୁ ଆମ୍ଭର ପ୍ରାଣ ଘେନି ଗଲୁ ତୋ ରୂପ ଦେଖି ବସ ହେଲୁ ତୋ ପାଦେ ଶରଣ ପଶିଲୁ ଆମ୍ଭେ ତୋହର ଦାସୀ ପଣେ ସେବା କରିବୁ ଅନୁକ୍ଷଣେ ଯୁବକ ପଣ କୁରାଜନ ତୋ ବିନୁ ନରୁଚଇଆନ ହସି ବୋଲଇ ବ୍ରହ୍ମଚାରୀ ଯାହା ଯେ କହିଲ ସୁନ୍ଦରୀ ଏକଥା ନୁହଁ ଉଚିତ ଅଛି ମୋ ବ୍ରହ୍ମଚାରୀ ବ୍ରତ ବ୍ରତ ସରିଲେ ସିନା ବିଭା ଗୁରୁଙ୍କ ଆଜ୍ଞା କି ଲଙ୍ଘିବା ଏଣେ ମୋ ନାହିଁ ବିଭା କାଳ ତୁ ସଖୀ ନ କର ଜଞ୍ଜାଳ ନିଷ୍ଠୁର ମୁନି ମୁଖ ଶୁଣି ହସିଣ ବୋଲନ୍ତି ତରୁଣୀ ଭୋମୁନି ଏଡ଼େ ମୂର୍ଖ ତୁମ୍ଭେ ଭଲ କହିଲୁ ସିନାମ୍ଭେ ରତି ସୁଖରୁ ସୁଖ ନାହିଁ ଏଥୁ ଅଧିକ
ଭାଗ୍ୟ କାହିଁ। ଗନ୍ଧର୍ବ ବିଭା ଯେଉଁ ଭାବେ ସେ ଭାବେ ବିଭା ହୁଅ ତେବେ। ଏଥକୁ ନ ବିଚାର କିଛି ପ୍ରାପତ ନିଧି କେଡ଼ିଛି। କଳ୍ପ ଔଷଧ ଯେବେ ଖାଇ ଯାହା ଖାଇଲେ ଶୁଦ୍ଧ ହୋଇ ତାହା ଛାଡ଼ନ୍ତି ଯେଉଁ ପ୍ରାଣୀ ତାକୁଟି ଅଯୋଗ୍ୟରେ ଗଣି। ଯେ ଅବା ନୀଚ ଲୋକ ହେବ ଉତ୍ତମ ବିଦ୍ୟା ଜାଣିଥିବ ତାହାଙ୍କୁ ଗୁରୁ ପ୍ରାୟ କରି ଶିଖିବ ନାମକୁ ବିସ୍ତାରି। ଜାଣିବ ସଙ୍ଗତ ଠାବେ ଧନ କାଞ୍ଚନ ଥିବ ଯେବେ ପାଇଲେ ନ ଛାଡ଼ିବ ତାହା। ବେଦ ଶାସ୍ତ୍ରରେ ଅଛି ଯାହା ଯେ ଅବା ଅନ୍ୟ ଜନ ହେଉ ସେ କୂଳେ ଦିବ୍ୟ ସ୍ଥିରି ଥାଉ। ସେ ଯେବେ ପ୍ରାପତ ହୋଇବ ଅବଶ୍ୟ ଭୋଗ ହିଁ କରିବ। ପୂର୍ବେ ଯେ ଭାଗ୍ୟ କରିଥାଇ ଉତ୍ତମ ସ୍ଥିରି ବିଳସଇ। ତୁ ପୁଣ୍ୟବନ୍ତ ମହାତ୍ମା ଆମ୍ଭେ ସୁନ୍ଦରୀ ଦେବବାମା। ତୋତେ କରିଲୁ ଆମ୍ଭେ ବର ଆମ୍ଭଙ୍କୁ ଘେନି ଭୋଗ କର। ଯାଚିଲା ପଦାର୍ଥ ଛାଡ଼ିଲେ ଆଉ ଯେନ ପାଇ ଲୋଡ଼ିଲେ। ମୁନି ବୋଇଲେ ସଖୀ ଶୁଣ ଏକଥା ଅଟଇ ପ୍ରମାଣ। ବିଶେଷ ଜ୍ଞାନୀ ଲୋକ ହୋଇ ଧର୍ମ କେମନ୍ତେ ଛାଡ଼ ବଇଁ। ଗୁରୁଙ୍କୁ ନ ପଚାରି ଏହା କେମନ୍ତେ କରି ବଇଁ ବିବାହ। ତୁମ୍ଭେ ଅବଳା ଗଣ ଯାଅ ମୁଠାରେ ଆଶା ନ ବଳାଅ। ଏମନ୍ତ ଶୁଣି ପଞ୍ଚ ସଖୀ ମୁଖ ଶୁଣାଇ ଦେଲେ ଦୁଃଖୀ। ଆକୁଳେ ବୀର ହେଣେ ନାରୀ ମୁନିଙ୍କ ବାମ ପାଦ ଧରି। ପୂର୍ବ ଦକ୍ଷିଣ ଚରଣ ଧଇଲା ନିବିଡ଼ କରିଣ। ସୁଶୀଳା ଯାଇ ପୁର ପାଶେ ବନ୍ଦନ କଲା ବାମ ପାଶେ। ସମ୍ବରା ପଛ ଆଡ଼େ ଥିଲା ଦକ୍ଷିଣ ଭୁଜ ତା ଧଇଲା। ଚନ୍ଦ୍ରିକା କଲା ଆଲିଙ୍ଗନ ମୁଖରେ ଦିଅ ଚୁମ୍ବନ। ଛାଇ ପ୍ରାୟକ ହୋଇ କରି ଦେହେ ଲାଗିଲେ ପାଞ୍ଚ ନାରୀ। ଅଗ୍ନିକା ପଳାଉଛି ଛାଡ଼ି ରାଗେ ବୋଲଇ ଦିଅ ଛାଡ଼ି। ପିଶାଚି ପ୍ରାୟ ଲାଗିଅଛ ନାସ୍ତି ବୋଇଲେ ନ ଛାଡ଼ୁଛ। ଏବେ ଲୋଘେନ ମୋର ସାପ ହୁଅଲ ପିଶାଚି ସ୍ୱରୂପ। ଋଷିଙ୍କ ଆଜ୍ଞାର ପ୍ରମାଣେ ପିଶାଚି ହେଲେ ପାଞ୍ଚ ଜଣେ। ଯହୁଁ ସେ ପିଶାଚି ହୋଇଲେ ରାଗେଣ ମୁନି କି ବୋଇଲେ। ଆମ୍ଭଙ୍କୁ ସାପ ଦେଲୁ ଋଷି ସମସ୍ତେ ହୋଇଲୁ ପିଶାଚି। କିମ୍ପାଇଁ କଲୁ ଏଡ଼େ କୃତ୍ୟ କେମନ୍ତ ହୋଇବୁ ମୁକତ।
ଯେ ଅବା ଭକ୍ତ ଜନ ଠାରେ ନ ଜାଣି ଦ୍ରୋହ କର୍ମ କରେ, ମହାପାତକୀ ସେହି ଲୋକ ଅନ୍ତେଣ ପଡ଼ଇ ନରକ। ମୈତ୍ର ଠାରେ ଯେଉଁ ଜନ କରନ୍ତି ଦ୍ରୋହ କର୍ମମାନ, ସେ ପ୍ରାଣୀମାନେ ବଡ଼ ଦୋଷୀ, ଅନ୍ତେ ହୁଅନ୍ତି ନର୍କବାସୀ। ଯେ ଅବା ଆଶ୍ରିତ ଜନଙ୍କୁ ଅଦୋଷେ ଦଣ୍ଡନ୍ତି ତାହାଙ୍କୁ, ମହାପାତକୀ ସେହୁ ନର ଇହ ପରରେ ନାହିଁ ପାର। ତୁମ୍ଭେ ଯେ ଶ୍ରୀହରିର ଦାସ, କ୍ଷମା ନ କଲ ଆମ୍ଭ ଦୋଷ, ପିଶାଚି କଲ ସାପ ଦେଇ, ଏଡ଼େ ଦାରୁଣ ତୁମ୍ଭ ଦେହି। ଭୁଞ୍ଜିଲୁ କଲା କର୍ମ ଫଳ, କେହ୍ନେ ବଞ୍ଚିବୁ ଦିନ କାଳ। ମୁମୁଢ଼ କଲୁ ଯେ ସନ, ଆମ୍ଭର ସାପ ଏବେ ଘେନ। ତୁହି ପିଶାଚ ରୂପ ହୁଅ, ଆମ୍ଭର ସଙ୍ଗେ ମିଳି ଯାଅ। ଅଗ୍ନିକା ମହା ଭୟ କଲେ, ଏସନ ବୋଲି ସାପ ଦେଲେ। ଅଗ୍ନି ପିଶାଚ ରୂପ ହୋଇ, ସେ କଥା ଅନ୍ୟଥା ନୁହଇ। ପିଶାଚ ହୋଇ ବ୍ରହ୍ମ ଋଷି, ତାହାଙ୍କ ସଙ୍ଗତରେ ମିଶି। ରହିଲେ ସେହି ନଦୀ ତୀରେ, କାନ୍ଦନ୍ତି ଅତି କ୍ରୋଧ ଭରେ। କ୍ଷୁଧା ତୃଷାରେ ପୀଡ଼ା ପାଇ, ଅତି ବ୍ୟାକୁଳ ତାର ଦେହି। କହନ୍ତି ପ୍ରଭୁ ଭଗବାନ, ଏକଥା ଅଟଇ ପ୍ରମାଣ। କହି ଆଦି ଅନ୍ତ କରି, ତାହା ଶୁଣିଲେ ଭବୁତରି। ଏ ଗ୍ରନ୍ଥ ସମାପତ ଯାଏ, ଏହା ଯେ ନିତ୍ୟ ଶୁଣୁଥାଏ। ଖଣ୍ଡଇ ସକଳ ପାତକ, ଅନ୍ତେ ବସଇ ସ୍ୱର୍ଗଲୋକ। ସୋଜନେ ତର ଏହା ଶୁଣି, ପାମର କୃଷ୍ଣ ଦାସ ଭଣି। ଉଦ୍ଧବେ କହିଲେ ମୁକୁନ୍ଦ, ଏ ଦୁଇ ଗତିରିଶ ପଦ। ଇତି ଶ୍ରୀ ମାଘ ମହାତ୍ମ୍ୟ ମହାପୁରାଣେ ଶ୍ରୀକୃଷ୍ଣ ଉଦ୍ଧବ ସମ୍ବାଦେ ପାଞ୍ଚକନ୍ୟା ବ୍ରହ୍ମା ଋଷି ପିଶାଚକରଣେ ନାମ ସପ୍ତବିଂଶ ଅଧ୍ୟାୟ। ଅଷ୍ଟାବିଂଶ ଅଧ୍ୟାୟ। ଉଦ୍ଧବ ଉବାଚ, ଉଦ୍ଧବ ଗୋବିନ୍ଦ ବଚନେ, ବିସ୍ମୟ ହୋଇ ପଞ୍ଚମନେ। ପୁଣି ଉଦ୍ଧବ ପଚାରଇ, ଶୁଣ ହେ ପ୍ରଭୁ ଭାବଗ୍ରାହୀ। ଏ ପଞ୍ଚକନ୍ୟା ବ୍ରହ୍ମ ଋଷି, ହୋଇଲେ ପିଶାଚ ପିଶାଚି। ସେ ରୂପେ କେତେ କାଳ ଥିଲେ, କେମନ୍ତେ ସାପରୁ ତରିଲେ। ଏ କଥା ବୁଝାଇ କହିବା, ଶୁଣିଲେ ସମ୍ପ୍ରତେ କରିବା। ଶ୍ରୀ ଭଗବାନ ବାଚ, ଉଦ୍ଧବ ମୁଖ ଏହା ଶୁଣି, ବୋଲନ୍ତି ପ୍ରଭୁ ପଦ୍ମ ପାଣି। ପଞ୍ଚ ଯୁବତୀ ସେ ବ୍ରାହ୍ମଣ, ପିଶାଚ ହେଲେ 16 ଜଣ। ରହିଲେ ସରୋବର ତଟେ, ଦିନ ବଞ୍ଚିଲେ ଅତି କଷ୍ଟେ। ବାରତା ପାଇ ତାଙ୍କ ମତ,
ରୋଦନ କଲେ ବହୁତ ଅଗ୍ନିକା ପିତା ଏହା ଶୁଣି ଅନେକ ଶୋକ କଲା ପୁଣି ବୋଇଲା ବିଧାତା କଷଣ କେବେ ନ ଯାଇ ମେଣ୍ଟିଣ ସକଳ ଗୁଣରେ କୁଶଳ ପ୍ରଶଂସା କରେ ଆଖଣ୍ଡଳ ଏହାର ପରା ପୁତ୍ର ମୋର ବହିଲା ପିଶାଚ ଶରୀର ମୋର ଶରୀରେ ପ୍ରାଣ ଥାନ୍ତେ ସୁପୁତ୍ର ମୂର୍ଚ୍ଛିବି କେମନ୍ତେ ଏମନ୍ତ ବୋଲି ଉଚ୍ଚ ସ୍ୱରେ ରୋଦନ କଲା କଷକରେ ବିରସ ହୋଇ ବେଦନିଧି କିଛି ନ ଦିଶଇ ବୁଦ୍ଧି ବିରସ ହୋଇ ବେଦନିଧି କିଛି ନ ଦିଶଇ ବୁଦ୍ଧି ଏମନ୍ତେ କେତେ କାଳ ଗଲା ପ୍ରବେଶ ହେ ମରୁତୁ ହେଲା ଧନୁଷ କଳ ଏକାଦଶୀ ଏମନ୍ତ ହୋଇଲା ଆସି ମାଘ ସ୍ନାନ କରିବାକୁ ଲୋମ ସଇଲେ ସେଠାକୁ ମିଳିଲେ ନଦୀ ତୀରେ ଆସି ଦେଖି ତା ଧାଇଁଲେ ପିଶାଚି ତାହାକୁ ଖାଇବା ନିମନ୍ତେ ଧାଇଁଲେ ପଛକୁ ତୁରିତେ ମିଳିଲେ ମୁନି ପାଶେ ଯାଇ ରହିଲେ ସ୍ତମ୍ଭୀଭୂତ ହୋଇ ବାହୁଡ଼ି ପଛ ଘୁଞ୍ଚା ଦେଲେ ଥକାଏ ଦୂରରେ ରହିଲେ ତାହାକୁ ଦେଖି ମହାଜତି ଆଶ୍ଚର୍ଯ୍ୟ ହୋଇ ଚାହୁଁଛନ୍ତି ଏମନ୍ତ ବେଳେ ବେଦନିଧି ସାରିଲେ ନିତ୍ୟ କର୍ମ ବିଧି ସ୍ନାନ ନିମିତ୍ତ ଚଳିଲେ ନଦୀରେ ପ୍ରବେଶ ହୋଇଲେ ଲୋମଶ ଋଷିଙ୍କୁ ଦେଖିଣ ପ୍ରଣାମ କଲେ ତତକ୍ଷଣ କଲ୍ୟାଣ କରିଣ ଲୋମଶ ବୋଇଲେ ନିକଟେ ମୋ ଆସ ଶୁଣିଣ ବେଦନିଧି ଗଲେ ମୁନିଙ୍କ ସନ୍ନିଧେ ମିଳିଲେ ସେଠାରେ ବସିବେ ନିଜତି କୁଶଳ ପୁଛା ପୁଛି ହୁଅନ୍ତି ଲୋମଶ ପଚାରନ୍ତି ତହିଁ ଏହାକୁ ଦେଖିଲ ତ ନାହିଁ ଏମାନେ କାହିଁ ରଟନ୍ତି ଏଡ଼େ ବିରୂପ ଦିଶୁଛନ୍ତି ଆମ୍ଭଙ୍କୁ ଦେଖିବା ମାତ୍ରକେ ଧାଇଁଲେ ଚକ୍ଷୁର ଝଟକେ ସନ୍ନିଧେ ଆକର୍ଷିଲେ ଆସି ପୁଣି ଘୁଞ୍ଚିଲେ ଆହେ ଋଷି ଏଷଡ଼ ଗୋଟିଆ ହେ କିସ ହୋଇଲେ ପରି ଭବିଷ୍ୟ ଶୁଣିଣ ବେଦନିଧି କହି ସେ କଥା କହିବା ଗୋସାଇଁ ଏମାନେ ସ୍ୱର୍ଗ ପସରି ଥିଲେ ଯେ ଦିବ୍ୟ ଦେହ ଧରି ପାଞ୍ଚେ ଅଟନ୍ତି ଅବିବାହୀ ମଦନେ ଉନ୍ମତ୍ତ ହୋଇ ପ୍ରଭାତେ ନିତ୍ୟ କର୍ମ ସାରି ନିତ୍ୟ
ପୂଜନ୍ତି ଶାକମ୍ଭରୀ। ଏ ଯେ ପିଶାଚ ପୁତ୍ର ମୋର, ଅଗ୍ନିକା ନାମ ଯେ ହାର। ଆସିଣ ଥିଲା ସ୍ନାନ କରି, ଦେଖି ଧାଇଁଲେ ପାଞ୍ଚ ନାରୀ। ଅଗ୍ନିକା ସନ୍ନିଧେ ମିଳିଲେ, ଭାରି ଯାକର ତୁ ବୋଇଲେ। ପୁଣି ଅଗ୍ନିକା କଲା ନାସ୍ତି, ଛାଡ଼ିଣ ନ ଦେଲେ ଯୁବତୀ। ଦେହେ ଲାଗିଲେ ଲାଖ ପ୍ରାଏ, ଅଗ୍ନିକା ମହାକୋପ ହୁଏ। ରାଗେଣ ସାପ ଦେଲା ଋଷି, ବୋଇଲା ହୁଅଲୋ ପିଶାଚି। ତକ୍ଷଣେ ପିଶାଚି ହୋଇଲେ, ହେମନ୍ତ ମୁନିଙ୍କି ବୋଇଲେ। ତୁ ଯେ ନ ବୁଝି ସାପ ଦେଲୁ, ଆମ୍ଭଙ୍କୁ ପିଶାଚି ଯେ କଲୁ। ତହୁଁ ଯେ ଆମ୍ଭ ସାପ ଘେନି, ପିଶାଚ ହୁଅ ମହାମୁନି। ସେ କଥା ଅନ୍ୟଥା ନହିଲା, ପିଶାଚ ହେଲା ମୋର ବଳା। ଆଜକୁ ସହସ୍ରେ ବରଷ, ସ୍ୱରୂପେ ହୋଇଲା ପିଶାଚ। ଏହାଙ୍କ ଭାଗ୍ୟ ଥିଲା କାଳେ, ତୁମ୍ଭଙ୍କୁ ଦେଖିଲେ ଡୋଳେ। ତୁମ୍ଭେ ଏହାକୁ କୃପା କର, ପାନ୍ତୁ ନିଜ କଳେବର। ଯହୁଁ ଆଦିତ୍ୟ ଉଦୟ ହୋଏ, ତହିଁକି ଅନ୍ଧକାରମୟେ। ପୂର୍ବେ ଯେ ତପ କରିଥାଇ, ସେ ସାଧୁ ଜନଙ୍କୁ ଭେଟଇ। ସାଧୁ ଦର୍ଶନେ ପାପ କ୍ଷୟେ, ଗଙ୍ଗା ସ୍ନାନ ଫଳ ପାଏ। ସାଧୁଙ୍କ ସଙ୍ଗେ ସଙ୍ଗ ହେଲେ, ସ୍ୱର୍ଗ ପ୍ରାପ୍ତ ହୁଏ ଭଲେ। ବିଶେଷ ତୁମ୍ଭେ ବଡ଼ ଜାଣ, ଏହାକୁ କର ଶିକାରଣ। ଯୋଗେ ବିଜୟ କଲ ଏଥ, ଏମାନେ ହୁଅନ୍ତୁ କୃତାର୍ଥ। ଲୋମସ ଏହା ଶୁଣି କରି, ସୁଦୟା କଲେ ତପଚାରୀ। ବୋଇଲେ ଧର୍ମର ବିଚାର, କହିବା ଏହାଙ୍କ ଆଗର। ତେବେ ସେ ଶରୀର ପାଇବେ, ପାପରୁ ମୁକ୍ତ ହୋଇବେ। ଶୁଣିଣ ବେଦ ନିଧି ଭଣି, ସେ ଧର୍ମ କହ ମହାମୁନି। କେମନ୍ତେ ପାଇବେ କାରଣ, ଖଣ୍ଡିବ ଏହାଙ୍କ କଷଣ। ତାହା ବିଚାରି କହ ଯତି, ଆମ୍ଭେ ହୋଇବୁ ମୁକତି। ଲୋମସ ବୋଲନ୍ତି ବଚନ, ଶୁଣ ହୋ ଧର୍ମ କୀର୍ତ୍ତିମାନ। ସ୍ନାନ କଲେ ନାମ ମାତ୍ର, ନିଷ୍ପାପ ହେବ ତାଙ୍କ ଗାତ୍ର। ତେବେ ପାଇବେ ନିଜ ଦେହ, ଏଥିରେ ନାହିଁଟି ସନ୍ଦେହ। ନହିଲେ ଅନ୍ୟ ପାର ନାହିଁ, ସ୍ୱରୂପ କହୁଅଛି ମୁହିଁ। ଯେ ଅବା ପୁଣ୍ୟ ତୀର୍ଥେ ଯାଇ, ମକର ସ୍ନାନ କରଇ। ସେ ପ୍ରାଣୀ ଲୋଭେ ବସି ଧର୍ମ, ତୁଟଇ କଳି କାଳ ଶ୍ରମ। ଯେ ଅତି ବଡ଼ ପାପୀ ଜନ,
ପ୍ରାଶ୍ଚିତ ନାହିଁ ତାକୁ ଆଣ। କଥାଏ ଅଛି ପ୍ରତିକାର, ମାଘ ସ୍ନାନେ ଅଛି ପାର। ସତେ ଜନ୍ମର ପାପ ଥିଲେ ଖଣ୍ଡଇ ମାଘ ସ୍ନାନ କଲେ। ପୂର୍ବେ ଯେ ବିଧାତା ପୁରୁଷ ଏ ଧର୍ମ କଲା ତୁଳକଷ। ସଂସାରେ ଯେତେ ବାର ବ୍ରତ, ଶଙ୍ଖ ସରିତେ ଯେତେ ତୀର୍ଥ। ଦାନ ଦକ୍ଷିଣା ତପ ଯଜ୍ଞ, ଆବର ଯେତେ ପୁଣ୍ୟ କର୍ମ। ସମସ୍ତ ଆଡ଼େ କଥଇଲା, ମାଘ ସ୍ନାନ ଆଡ଼େ କଲା। ତୋଳିଲା ତରାଜୁ ଘେନିଣ, ବୁଝିଲା ସାନ ବଡ଼ ପୁଣ। ଅଧିକ ମାଘ ସ୍ନାନ କଲା, ତେବେ ମନକୁ ପ୍ରତ୍ୟେ ଗଲା। ସେ କଥା ପୁରାଣେ ବଖାଣ, ତେଣୁ ଜାଣିଲେ ସର୍ବଜନ। ଆଉ କଥାଏ ଶୁଣ ଏବେ, ଅବନ୍ତୀ ନଗ୍ରେ ରାଜା ପୂର୍ବେ। ତହିଁ ନୃପତି ବୀରସେନ, ଯେ ବଡ଼ ପ୍ରତାପୀ ରାଜନ। ବହୁତ ଦାନ ଧର୍ମ କଲା, ଭକତି ଭାବେ ଦିନ ନେଲା। ରେବା ତଟରେ ରାଜା ଯାଇ, ଜାଗ ଆରମ୍ଭ କଲା ତହିଁ। 1600 ମେଧ ଜାଗ, କରି ସେ ଥିଲା ପୂର୍ବେ ଭୋଗ। ପର୍ବତ ସମାନରେ ସ୍ୱର୍ଣ୍ଣ, ବ୍ରାହ୍ମଣେ ରାଜା ଦେଲା ଦାନ। ଆବର ଧେନୁ ଦାନ କଲା, ଅନେକ ଧନ ଦ୍ରବ୍ୟ ଦେଲା। ତେଣୁ ହୋଇଲା ମହାପୁଣ୍ୟ, ସମସ୍ତେ କଲେ ଧନ୍ୟ ଧନ୍ୟ। ବୋଲନ୍ତି ପ୍ରଭୁ ଦେବରାଏ, ଶୁଣ ହେ ରହସ୍ୟ କଥାଏ। ସେ ରାଜେ କବି ପ୍ରଥିଲେ, ଧର୍ମ ବିଚାର ସେ ନ କଲେ। ଭରତ ବୋଲି ନାମ ତାର, ଅନୀତି କଲା କପାର। ପ୍ରାତଃ ସ୍ନାନ ନ କରଇ, ଜନ୍ମରୁ ମୂରୁଖ ଅଟଇ। ପାଷାଣ୍ଡ ପଣେ ନେଲା ଦିନ, ନ କଲା ଧର୍ମ କର୍ମ ମାନ। ନିର୍ଦ୍ଦୟ ନିରପେକ୍ଷ ପଣେ, ଦିନ ବଞ୍ଚଇ ଅକାରଣେ। ଏ କାର୍ଯ୍ୟ ମାନ ଦେଖି ତାର, ବନ୍ଧୁ କୁଟୁମ୍ବ କଲେ ଦୂର। ଗୃହ ତେଜିଣ ବାଇ ପ୍ରାଏ, ଚତୁର୍ଦିଗରେ ବୁଲୁଥାଏ। ନ ରହେ ଏକଠାବ ହୋଇ, ମିଳିଲା ପ୍ରୟାଗରେ ଯାଇ। ମକର ଶେଷରେ ମିଳିଲା, ପୂର୍ଣ୍ଣିମା 3 ଦିନ ଥିଲା। ପ୍ରଭାତେ କଲା ସେହୁ ସ୍ନାନ, ନ ଜାଣେ ପାପ ପୁଣ୍ୟମାନ। ଏମନ୍ତେ 3 ଦିନ ଯାଏ, ସ୍ନାନ କଲା ସେଠାଏ। ଯେତେ ପାତକ ତାର ଥିଲା, ମାଘ ସ୍ନାନେ କ୍ଷୟ ଗଲା। ହୋଇଲା ଅପ୍ରମିତ ଧର୍ମ, ଭଲ ଅଟଇ
ତାର କର୍ମ। ଏମନ୍ତେ କେତେ ଦିନ ଗଲା, ସେ ଦ୍ୱିଜ ପ୍ରାଣ ତ୍ୟାଗ କଲା। ବ୍ରାହ୍ମଣ ମଲା ଯେଉଁ ଦିନ, ମଲା ସେ ରାଜା ବୀରସେନ। ଏକାବେଳକେ ଦୁହେଁ ମଲେ, ଯମଦୂତେ ତହିଁ ମିଳିଲେ। ସ୍ୱର୍ଗରୁ ବିମାନ ଘେନିଣ, ନେଇ ଅଇଲେ ବିଷ୍ଣୁଗଣ। ଯମଦୂତଙ୍କୁ ଦେଖି କରି, କୋପେଣ ଗୋଡ଼ାଇଲେ ମାରି। ଦୁହିଁଙ୍କି ରଥେ ବସାଇଲେ, ଅତି ସମ୍ଭ୍ରମେ ବିଜେ କଲେ। ଆଗେ ବଜାଇ ବୀର ତୁର, ଢାଳନ୍ତି ଆଲଟ ଚାମର। ନୃତ୍ୟ କରନ୍ତି ଅପସରି, ଡାକ ପକାଇ ହରି ହରି। କେ ଗୀତ ଗାଇଲା ସ୍ୱପ୍ନରେ, ବିମାନ ଚଳାଇ ସଧୀରେ। ମିଳିଲେ ଅମର ଭୁବନେ, ରଥୁ ଓହ୍ଲାଇବେ ନିଜନେ। ବସିଲେ ଦେବ ସଭା ମଧ୍ୟେ, ଦେଖୁଅଛନ୍ତି ସୁର ସିଧେ। ଆପणे ସୁରପତି ଥାଇ, ଦୁହିଁଙ୍କୁ ସୁବେଶ କରାଇ। ପିନ୍ଧାଇ ଦେବାଙ୍ଗ ବସନ, ଲେପିଲେ ମଳୟ ଚନ୍ଦନ। ସୁଖେ ଅମୃତ ପାନ କଲେ, ଦେବଙ୍କ ସଙ୍ଗତେ ରହିଲେ। ଏଥୁ ତାରୁ କଥା ଶୁଣ, ବାହୁଡ଼ି ଗଲେ ଯମଗଣ। କହିଲେ ନୃପତି ଛାମୁରେ, ରାଜା ଥିଲେ ମଞ୍ଚପୁରେ। ସେ ରାଜା ମହା ପୁଣ୍ୟବନ୍ତ, ବିଷ୍ଣୁରେ ବଡ଼ାଇ ଭକତ। ରେବା ତୀର୍ଥରେ ଯଜ୍ଞ କଲା, ବ୍ରାହ୍ମଣେ ବହୁ ଦାନ ଦେଲା। ଆଜ ସେ ହରାଇଲା ପ୍ରାଣ, ଘେନିଣ ଗଲେ ବିଷ୍ଣୁଗଣ। ଆଉ କଥାଏ ଶୁଣ ରାଏ, ଥିଲା ଯେ ବ୍ରାହ୍ମଣ ଗୋଟାଏ। ସେ ମୂଢ଼ ଗୋଡ଼ାଇ ଅଜ୍ଞାନ, କିଛି ନ କଲା ଦାନ କର୍ମ। ନିର୍ଦ୍ଦୟ ସର୍ବ ଜୀବଠାରେ, କିଛି ଧର୍ମ ସେ ଯେନ କରେ। ସେ ଆଜି ହୋଇଲା ବିନାଶ, ଆମ୍ଭେ ଯେ ଗଲୁ ତାର ପାଶ। ଆମ୍ଭଙ୍କୁ ଦେଖି ବିଷ୍ଣୁ ଦୂତେ, ଘଉଡ଼ି ଦେଲେ କୋପ ଚିତ୍ତେ। ବିପ୍ରଙ୍କୁ ନେଲେ ସ୍ୱର୍ଗପୁର, ଏକଥା ବୁଝ ଦଣ୍ଡଧର। ଯମ ଏସ ନ ଶୁଣି କରି, ମନ୍ତ୍ରୀଙ୍କୁ ଚାହିଁଣ ପଚାରି। କି ହୋ ଚିତ୍ରଗୁପ୍ତ ବେଣୀ, ନୃପତି ଯେଡ଼େ ବଡ଼ ଜ୍ଞାନୀ। ଅନେକ ଧର୍ମ କରିଥିଲା, ସେ ଅବା ବୈକୁଣ୍ଠକୁ ଗଲା। ବିପ୍ର ନ କଲା କିଛି ଧର୍ମ, ହୋଇଲା ରାଜା ସଙ୍ଗ ସମ। একথা বিচারিণ ভাব মন্ত্রী বইলে দেব দেব দেখিলে পাঞ্জি ফেড়িবে গে মন্ত্রী কহিলে রাজা গে
ଭୋଦେବ ବିପ୍ର ବଡ଼ ପାପୀ କେ ତାହା କହିବ ସଂକ୍ଷେପୀ। ଏକ କଥାଏ କରିଥିଲା ଗୃହ କୁଟୁମ୍ବ ତେଜି ଗଲା। ପ୍ରୟାଗେ ମକର ସ୍ନାନ କରିନଥିଲା ପ୍ରତିଦିନ। ତେଣେ ଅନେକ ଧର୍ମ ପାଇ ଅନ୍ତେ ବସିଲା ସ୍ୱର୍ଗେ ଯାଇ। ନୃପତି ଯେତେ ଯଜ୍ଞ କଲା ଦାନ ଦକ୍ଷିଣା ଯେତେ ଦେଲା ତହିଁ ହୋଇଲା ପୁଣ୍ୟ ଯେତେ ବିପ୍ରର ଫଳ ହେଲା ତେତେ। ସକଳ ପାପ ପାର ହେଲା ବ୍ରାହ୍ମଣ ବୈକୁଣ୍ଠକୁ ଗଲା। ଶୁଣି ବୋଇଲେ ଜନ୍ତୁରାଣ ଏକଥା ଅଟଇ ପ୍ରମାଣ। ଦୂତକୁ ଆଜ୍ଞା ଦେଲେ ଯମ ଯେ ଶୁଣେ ମାଘ ମହାତମ। ଯେ ମାଘ ସ୍ନାନ କରିଥିବ ତୁମ୍ଭେ ତା ନିକଟେ ନ ଯିବ। ଯେ ମାଘ ସ୍ନାନ କରିଅଛି ତାହାକୁ ନ ବୋଲିବ କିଛି। ଡଗର ସନମତ କଲେ ଭୋଦେବ ନ ଯିବୁ ବୋଇଲେ। କହନ୍ତି ପ୍ରଭୁ ଜଗନ୍ନାଥେ ମାଘ ସ୍ନାନେ ଫଳ ଏତେ। ସୁଜନେ କର ଏହି କୃତ୍ୟ ଭଣେନ୍ଦ୍ର ସିଂହ ଦାସ ସୁତ। ପାମର କୃଷ୍ଣ ଦାସ ଭଣୀ 147 ପୁଣି। इति श्री माघ महात्म्य महापुराणे श्रीकृष्ण उद्धव संवादे लोमस ऋषि संवाद कथने वीरसेन राजा ब्राह्मण मुख्यणे नाम 8 अध्याय।